ଏହା ହେଉଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଶ୍ରେଣୀ ହେଉଛି ପ୍ରଥମ, ବିଷୟ ଗଣିତ। ଶିକ୍ଷାର୍ଥୀଙ୍କ ନାମ, ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ରୋଲ୍ ନମ୍ବର, ଏଇଠି ଲେଖିବ ବିଭାଗ, ଏଇଠି ଲେଖିବ ତାରିଖ, ତୁମେ ଯେଉଁଦିନ ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠାରେ ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ଏଇଠାରେ ଲେଖିବ ତୁମର ବ୍ଲକର ନାମ, ଏଇଠାରେ ଲେଖିବ ତୁମର ଜିଲ୍ଲାର ନାମ। ଠିକ୍ ଅଛି। ପିଲାମାନେ ଏହା ହେଉଛି ସମ୍ପୂର୍ଣ୍ଣ ଲିଖିତ ପରୀକ୍ଷା। ଠିକ୍ ଅଛି। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ଠିକ୍ ଅଛି। ପୃଷ୍ଠା ସଂଖ୍ୟା ହେଉଛି 3 ଏବଂ ପ୍ରଶ୍ନ ସଂଖ୍ୟା ହେଉଛି 7 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 30। ଏଇ ତୁମର 30 ମାର୍କର ଏଇ ପରୀକ୍ଷା। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ, ପ୍ରତ୍ୟେକ ପ୍ରଶ୍ନ ପାଇଁ କିଛି ସୂଚନା ଦିଆଯାଇଛି, ସେହି ସୂଚନା ଅନୁସାରେ କାର୍ଯ୍ୟ କର। ଠିକ୍ ଅଛି। ଯେଉଁ ପ୍ଲେଟ୍ରେ କମ୍ ଲଡ଼ୁ ଅଛି ସେହି ପ୍ଲେଟ୍ ତଳେ ଥିବା କୋଠରୀରେ ଠିକ୍ ଚିହ୍ନ ଦିଅ। ପିଲାମାନେ ଏଇଠି ଦୁଇଟି ପ୍ଲେଟ୍ ଅଛି, ଏଇଟା ଗୋଟେ ପ୍ଲେଟ୍ ଏବଂ ଏହା ଗୋଟେ ପ୍ଲେଟ୍। କେଉଁ ପ୍ଲେଟ୍ରେ ଅଧିକ ଅଛି ସେଇଠି, ଯେଉଁ ପ୍ଲେଟ୍ରେ କମ୍ ଲଡ଼ୁ ଅଛି ସେହି ପ୍ଲେଟ୍ ତଳେ କୋଠରୀରେ ଠିକ୍ ଚିହ୍ନ ଦେବ। କେଉଁଠି କମ୍ ଅଛି, ଏଇଠି ପିଲାମାନେ କମ୍ ଅଛି, ଏଇଠି ତୁମେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ଚିତ୍ରରେ ମାଙ୍କଡ଼ଟି ଗଛ ପାଖରେ ଅଛି ସେହି ଚିତ୍ର ତଳେ କୋଠରୀରେ ଠିକ୍ ଚିହ୍ନ ଦିଅ। ପିଲାମାନେ ଏଇଠି ଗୋଟିଏ ମାଙ୍କଡ଼ ଅଛି ଏବଂ ଏଇଠି ଗୋଟିଏ ମାଙ୍କଡ଼ ଅଛି, ଗଛ ପାଖରେ କିଏ ଅଛି, ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସାଇକେଲ ପଛରେ ଥିବା କୁକୁର ଚିତ୍ର ତଳେ ଥିବା କୋଠରୀରେ ଠିକ୍ ଚିହ୍ନ ଦିଅ। ପିଲାମାନେ ସାଇକେଲର ପଛପଟେ କୁକୁର ଯେଉଁ ଅଛି ତା ସେଇଠି ଠିକ୍ ଚିହ୍ନ ଦେବ। ପିଲାମାନେ ସାଇକେଲର ଆଗପଟେ ଏହା ହେଉଛି ଆଗପଟ, ଏହା ହେଉଛି ପଛପଟ, ସେଥିପାଇଁ ଏଠାରେ ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ବଡ଼ ଗଛ ଚିତ୍ରର ତଳେ ଥିବା କୋଠରୀରେ ଠିକ୍ ଚିହ୍ନ ଦେବ। ପିଲାମାନେ ବଡ଼ ଗଛ କେଉଁଠି, ଏହା ହେଉଛି ବଡ଼ ଗଛ, ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଓଜନିଆ ଜୀବର ତଳେ ଥିବା କୋଠରୀରେ ଠିକ୍ ଚିହ୍ନ ଦେବ। ପିଲାମାନେ ଓଜନିଆ ଜୀବ କେଉଁଠି, ଏହାଠାରୁ ବଡ଼ ଜୀବ ହେଉଛି ଏହା, ସେଥିପାଇଁ ଏଠାରେ ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପ୍ରତ୍ୟେକ କୋଠରୀରେ ଥିବା ଚିତ୍ରକୁ ଗଣ ଓ ସଂଖ୍ୟା ସହ ଗାର ଟାଣି ଯୋଡ଼। ପିଲାମାନେ ସଂଖ୍ୟା ସହ ଗାର ଟାଣିବ। ଠିକ୍ ଅଛି। ଏଇଠି ଅଛି 3, 3କୁ ଗାର ଟାଣିବ। ତାପରେ 6, 6କୁ ଗାର ଟାଣିବ, ଏଇଠି 6କୁ ଗାର ଟାଣିବ। ଠିକ୍ ଅଛି। ତାପରେ 5 ଅଛି, 5କୁ ଗାର ଟାଣିବ। ଠିକ୍ ଅଛି। ତାପରେ ଅଛି 4, 4କୁ ଗାର ଟାଣିବ। ତାପରେ ଅଛି 8, 8କୁ ଗାର ଟାଣିବ। ଠିକ୍ ଅଛି। ଦେଖିବା ଆଗକୁ କେଉଁଠି କେଉଁ ପ୍ରଶ୍ନ ଅଛି। ସଂଖ୍ୟା ଗୁଡ଼ିକ ପାଇଁ ଖାଲି କୋଠରୀରେ ଗାର ପକାଅ। ପିଲାମାନେ ଏଇଠି 2 ଅଛି, 2ଟି ଗାର ଏଇଠି ପକାଇବ। ଠିକ୍ ଅଛି। ତାପରେ ଏଇଠି 7 ଅଛି, 7ଟି ଗାର ପକାଇବ। 1, 2, 3, 4, 5, 6, 7। ଠିକ୍ ଅଛି। ତାପରେ ଏଠି 4 ଅଛି, 4 ଗୋଟି ଗାର ଟାଣିବ। 1, 2, 3, 4। ତାପରେ ଅଛି 9, 9 ଗୋଟି ଗାର ଟାଣିବ। ଠିକ୍ ଅଛି। 1, 2, 3, 4, 5, 6, 7, 8, 9। ତାପରେ ଅଛି 5, ପିଲାମାନେ 5ଟି ଗାର ଟାଣିବ। 1, 2, 3, 4, 5। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପରିମାଣକୁ ଗଣି ସଂଖ୍ୟା ଲେଖ। ପିଲାମାନେ ଏଇଠି ଚିତ୍ରକୁ ଗଣିବ ଏବଂ ସଂଖ୍ୟା ଲେଖିବ। ଏଇଠି ଅଛି 5 ଗୋଟି ମହମ, ଏଠି ତୁମେ ଏଠି ଲେଖିବ 5। ଠିକ୍ ଅଛି। ତାପରେ ଏଠି ଲେଖିବ 3 ଗୋଟି ମାଛ ଅଛି 3। ତାପରେ ଏଇଠି ଅଛି 7 ଗୋଟି କଲମ, ଏଇଠି 7 ଲେଖିବ। ଠିକ୍ ଅଛି। ତାପରେ ଏଠି 4 ଗୋଟି ଚକୋଲେଟ୍ ଅଛି, 4 ଲେଖିବ। ଠିକ୍ ଅଛି।
तापर ये एक लिख गोटे बाल्टी अच्छी एक लिख ठीक अच्छे। तापर देखा परवर्ती प्रश्न कौन अच्छी चित्रर क्रम को देखी खाली स्थान रे चित्र अंक पिला माने प्रथम गोटे चतुर्भुज अच्छी तापर गोटे त्रिभुज पुणी गोटे चतुर्भुज पुणी गोटे त्रिभुज तापर कौन हम पुणी ये गोटे चतुर्भुज हम तुम्हें ये आंकिब ठीक अच्छे। परवर्ती प्रश्न ख नंबर गोटे त्रिभुज अच्छी तापर गोटे वृत्त पुणी त्रिभुज पुणी वृत्त ये पुणी गोटे त्रिभुज अंकन कर ठीक अच्छे। तापर परवर्ती प्रश्न संख्याक्रम देखी शून्य स्थान पूरण कर संख्यार क्रम को देख पिला माने एक अच्छी ये 2 3 4 5 अर्थात प्रत्येक घरे गोटे गोटे लिखिज ठीक अच्छे। ये एक अच्छी ये लिख 2 ठीक अच्छे 2 लिख लिख 3 4 5 लेखा अच्छे पिला माने ठीक अच्छे। ये लिख 6 7 8 लेखा अच्छी ये लिख 9 ठीक अच्छे। तापर देखा आग को क्यों प्रश्न अच्छी प्रति धाड़ी थिबा सबुठारु बड़ संख्या रे गोल बुलाओ पिला माने बड़ संख्या रे आमे गोल बुलाइबा 1 4 8 7 एठारे बड़ संख्या होची 8 से 8 रे गोल बुलाइब। परवर्ती प्रश्न 4 2 3 6 एठारे बड़ संख्या होची 6 ठीक अच्छे। धन्यवाद पिला माने वीडियोटी केमिति लागला निश्चय कमेंट करिवो लाइक करिवो एवं शेयर करिवो ठीक अच्छे। धन्यवाद।